ବିଜେଡି ସମୟରେ ପାଣ୍ଡିଆନ ବବି ଦାସ କୁ କ୍ରୀତଦାସ ଏବଂ ଦ୍ୱାରପାଳ କରିକି ରଖିଥିଲା। ବର୍ତ୍ତମାନ ତାଙ୍କ ସ୍ତ୍ରୀ ସୁଜାତା ପାଣ୍ଡିଆନ ଲେଲିନ ମହାନ୍ତିକୁ ସିକ୍ୟୁରିଟି ଗାର୍ଡ ଦ୍ୱାରପାଳ କରିକି ରଖିଲା। ଆପଣ ମାନେ ଚିନ୍ତା କରନ୍ତୁ, ଇଏ ହଉଛି ବିଜେଡିର DNA ଫୁଟିକି ବାହାରୁଛି। ମାନେ ଇଏ ବିଜେଡି ବାଲା, ଏ ବିଜେଡିର ନେତା ମନ୍ତ୍ରୀ ମାନେ ସିକ୍ୟୁରିଟି ଦ୍ୱାରପାଳ ହବା ପାଇଁ ଏମାନେ ଏତେ ବିକଳ ହେଉଛନ୍ତି, ମାନେ ଏମିତି ଲାଗୁଛି ଏ ସବୁ ଅଷ୍ଟମ ଆଶ୍ଚର୍ଯ୍ୟ। ଆପଣ ବିଚାର କରନ୍ତୁ, ପାଣ୍ଡିଆନ ଫ୍ୟାମିଲିର ଦ୍ୱାରପାଳ ଏବଂ କ୍ରୀତଦାସ ହେବା ପାଇଁ, ସିକ୍ୟୁରିଟି ଗାର୍ଡ ହେବା ପାଇଁ, ମାନେ ବିଜେଡି ବାଲାଙ୍କୁ ଟିକିଏ ବି ଲଜ୍ଜା ଲାଗୁନି। ମାନେ ଯିଏ ବୋଲି ସିଏ ଗର୍ବର ସହ କହୁଛନ୍ତି, ଆମେ ପାଣ୍ଡିଆନ ବାବୁଙ୍କର କ୍ରୀତଦାସ, ଆମେ ପାଣ୍ଡିଆନ ବାବୁଙ୍କର ସିକ୍ୟୁରିଟି ଗାର୍ଡ। ମାନେ ଏ ତ ଅଷ୍ଟମ ଆଶ୍ଚର୍ଯ୍ୟ ୟାର। ମାନେ ଏଥିରୁ ଗୋଟିଏ କଥା ସ୍ପଷ୍ଟ ପ୍ରମାଣିତ ହେଲା ଯେ ବିଜେଡି ବାଲା କେବଳ ଦ୍ୱାରପାଳ ଏବଂ କ୍ରୀତଦାସ ହେବା ପାଇଁ ଉପଯୁକ୍ତ। ଆଉ ଗୋଟେ କଥା ମନେ ରଖନ୍ତୁ, ପାଣ୍ଡିଆନ ଷ୍ଟଡି କରିଦେଇଛି ଏ ବିଜେଡି ବାଲାଙ୍କର ଲେବୁଲ କଣ।